ଡିସେମ୍ବର 5, 1916। ତୋରି କରୁଣା ମୋତେ ଶାନ୍ତି ଦେଇଛି, ଯାହା ମଧ୍ୟରେ ମୋର ସମସ୍ତ ବ୍ୟକ୍ତିଗତ ସୀମା ଲୀନ ହୋଇଯାଇଛି ଏବଂ ସେଠାରେ ସମସ୍ତଙ୍କ ଅନ୍ତରରେ ରହିଛି ମୁଁ। ଏବଂ ଆହୁରି ସ୍ପଷ୍ଟ ଭାବେ କହିଲେ, ସମସ୍ତେ ମୋ ଅନ୍ତର ମଧ୍ୟରେ ରହିଛନ୍ତି। ମନ କିନ୍ତୁ ଏହି ଦିବ୍ୟ ମହାନନ୍ଦ ମଧ୍ୟରେ ନିମଜ୍ଜିତ। ନିଜକୁ ବାକ୍ୟରେ ପ୍ରକାଶ କରିବାର ଶକ୍ତି ତାର ନାହିଁ। ଅଭିଜ୍ଞତାର ସ୍ଥୂଳ ଅନୁଲିପି। ପୃଥିବୀ ଅଭିମୁଖେ ଫେରିଯାଅ। ଅଟଳ ଏକାତ୍ମତାର ନୀରବତା ମଧ୍ୟରେ ପରିଚିତ ଆଦେଶଟି ଶୁଣିପାରିଲି। ସେତେବେଳେ ଚେତନା ସକଳଙ୍କ ମଧ୍ୟରେ ଅଧିଷ୍ଠିତ ଏକମେବଙ୍କର ଚେତନା ହୋଇଗଲା। ସର୍ବତ୍ର ତଥା ଯାହାଙ୍କ ମଧ୍ୟରେ ତୁ ସେହି ଏକକକୁ ହିଁ ଦେଖୁ, ସେମାନେ ଭଗବାନଙ୍କ ସହ ଏହି ଏକତ୍ୱର ଚେତନା ନେଇ ଜାଗ୍ରତ ହେବେ। ଚାହିଁ ଦେଖ। ଦେଖାଦେଲା ଉଜ୍ଜ୍ୱଳ ବର୍ଣ୍ଣ ବିଭାରେ ସୁଶୋଭିତ ସୁସଜ୍ଜିତ ଜାପାନୀ ଉତ୍ସବ ଲଣ୍ଠନରେ ଆଲୋକିତ ଗୋଟିଏ ଜାପାନୀ ରାସ୍ତା। ତା ମଧ୍ୟରେ ଏହି ସଚେତନ ସତ୍ତାଟି ଆଗେଇ ଚାଲୁ ଚାଲୁ ଦେଖିଲା ପ୍ରତ୍ୟେକର ଏବଂ ସମସ୍ତଙ୍କର ଅନ୍ତର ମଧ୍ୟରେ ଭଗବାନ ଦୃଷ୍ଟିଗୋଚର। ଛୋଟ ହାଲୁକା ଗୋଟିଏ ଘର ସ୍ୱଚ୍ଛ ହୋଇଗଲା ଏବଂ ତା ମଧ୍ୟରେ ଜଣେ ସ୍ତ୍ରୀ ଲୋକ ଉଜ୍ଜ୍ୱଳ ସୁନେଲି ରଙ୍ଗରେ ଚିତ୍ରିତ ବାଇଗଣୀ ରଙ୍ଗର ଗୋଟିଏ କିମୋନୋ ପିନ୍ଧି ଟାଟାମି ଗଦି ଉପରେ ବସିଥିବାର ଦେଖାଗଲା। ମହିଳା ଜଣକ ସୁନ୍ଦରୀ ଏବଂ ବୟସ ପ୍ରାୟ 35ରୁ 40 ମଧ୍ୟରେ। ସେ ସୁନେଲି ରଙ୍ଗର ଗୋଟିଏ ସମିସନ୍ ବଜାଉଥିଲେ। ତାଙ୍କ ପାଦ ପାଖରେ ଗୋଟିଏ ଛୋଟ ପିଲା ବସିଥିଲା। ସେ ମହିଳାଙ୍କ ମଧ୍ୟରେ ବି ଭଗବାନଙ୍କୁ ଦେଖିଲି।